ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନକୁ ଆଗକୁ ବଢେଇବା। ଆଷ୍ଟ୍ରୋ ସେସନରେ ଏଗୁଡ଼ା ହେଉଛି କରେଣ୍ଟ ପ୍ରେଡିକ୍ସନ। ପ୍ରେଡିକ୍ସନ ରହିବ କଣ ପାଇଁ ନା ପ୍ରେଡିକ୍ସନ ରହିବ ଦେଶର, ରାଜ୍ୟର ଆଗାମୀ କାଳରେ କଣ ହେବାକୁ ସବୁ ଯାଉଛି ସେଇ ସମ୍ବନ୍ଧୀୟ ପ୍ରେଡିକ୍ସନ ରହିବ। ଆମେ ଭଗବାନ ନୁହଁ, ଆମେ ଆଷ୍ଟ୍ରୋଲୋଜି କରୁଛୁ। ସବୁ ସକାଳୁ ଉଠିଲେ ଆମେ ଭଗବାନଙ୍କୁ କହୁଛୁ ପ୍ରଭୁ ଆମର କରିଦିଅ, ଏ କାମଟା କରିଦିଅ, ସେ କାମଟା କରିଦିଅ। ଆଷ୍ଟ୍ରୋଲୋଜି ଗୋଟେ ବିଦ୍ୟା, ତାକୁ ବିଦ୍ୟା ହିସାବରେ ନିଅ। ଏଇଟା ସମ୍ଭାବ୍ୟତାକୁ ଦର୍ଶାଇବା ପାଇଁ ବ୍ୟବସ୍ଥା କରାଯାଇଛି। ନାହିଁ କି ଏଇଟା ହିଁ ହବ ହିଁ ହବ, ସେମିତି କୁହାଯାଏ। କେହି କେହି ବିଷୟରେ କହିପାରିବେନି। ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ସବୁ ମେଣ୍ଟେନ କରୁଛନ୍ତି, ଅପରେଟ କରୁଛନ୍ତି। ଆମେ ଖାଲି ସମ୍ଭାବ୍ୟତା ବିଷୟରେ ଡିସ୍କସନ କରିବା। ସର୍ବପ୍ରଥମେ କହି ରଖେ ଶନିଶ୍ଚର ମହାରାଜ 3 ଅକ୍ଟୋବର 2025ରେ ବକ୍ରି ହେଇ ପୂର୍ବ ଭାଦ୍ରପଦ ନକ୍ଷତ୍ରକୁ ପ୍ରବେଶ କରିବେ ଏବଂ ସେଇଥିରେ ସେ ଜାନୁଆରୀ 20 2026 ପର୍ଯ୍ୟନ୍ତ ରହିବେ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ। ଏଇଟା ଆପଣ ମାନେ ମୁଣ୍ଡରେ ପୁରାନ୍ତୁ, ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଶନିଶ୍ଚର ମହାରାଜ ରହିବେ। ସେ ଟାଇମରେ ଯଦି 3 ଅକ୍ଟୋବରର ଆପଣ କ୍ୟାଲେଣ୍ଡର ମାନେ କୁଣ୍ଡଲି ବନାନ୍ତି, ତାହେଲେ ଆପଣ ଦେଖିବେ ଯଦି କାଳପୁରୁଷ କୁଣ୍ଡଲିକୁ ଧରାଯାଏ, ତାହେଲେ 3 ଅକ୍ଟୋବରର କୁଣ୍ଡଲିରେ ଆପଣ ଦେଖିବେ ଯେ ଜୁପିଟର ଗୁରୁଦେବ ବୃହସ୍ପତି ମିଥୁନ ଘରେ, ଶୁକ୍ର ମହାରାଜ କେତୁ ଯୁକ୍ତ ହେଇକି ସିଂହ ଘରେ, ରବି ମହାରାଜ ଥିବେ କନ୍ୟା ରାଶିରେ, ମଙ୍ଗଳ ଆଉ ବୁଧ ମହାରାଜ ଥିବେ ତୁଳା ରାଶିରେ ଏବଂ ରାହୁ ମହାରାଜ ଥିବେ କୁମ୍ଭ ରାଶିରେ ଏବଂ ମୁନ ମହାରାଜ ଥିବେ କୁମ୍ଭ ମାସିରେ ମୁନ ମହାରାଜ ଥିବେ କୁମ୍ଭ ରାଶିରେ। ଯଦି ଆପଣ ମାନେ ପଢିଥିବେ, କଣ ପଢିଥିବେ ନା ବୃହତ ପରାଶର ହୋରା ଶାସ୍ତ୍ର, ସେଥିରେ ଗୋଟେ ବଢିଆ ଶ୍ଲୋକ ଦିଆଯାଇଛି, ହାଉ ଟୁ ପ୍ରେଡିକ୍ଟ ଦଶା ଲଗ୍ନ ଟେକ୍ନିକ। ସେଟା ଗୋଟେ ବଢିଆ ଶ୍ଲୋକ ଅଛି, ଦଶାରମ୍ଭେ ଦଶା ଦିଶେ ଲଗ୍ନିକେ ସ୍ୱେଭେ, ଏମିତି କରି ଗୋଟେ ବହୁତ ବଢିଆ ଶ୍ଲୋକ ଅଛି। ମତେ ଶ୍ଲୋକଟାର ଏତେ ଏକ୍ଜାକ୍ଟଲି ମନେ ନାହିଁ, ବଟ୍ ଶ୍ଲୋକଟା ଏମିତି ଅଛି, ଯାହାର ମିନିଂ ହେଲା ଯୋଉ ଦିନ ଦଶା ଆରମ୍ଭ ହଉଛି, ଯୋଉ ଦିନ ଯାହା ହଉଛି ସେଦିନର ଗୋଟେ କୁଣ୍ଡଲି ବନାଅ ଏବଂ ଦେଖ ତାକୁ ତାର ଗ୍ରହମାନ ନକ୍ଷତ୍ର ମାନଙ୍କର ସ୍କିମ୍ ଟା କେମିତି ଅଛି, କେମିତି କଣ କହୁଛି। ତ ପୂର୍ବ ଭାଦ୍ରପଦ ନକ୍ଷତ୍ର କଣ ନା, ପୂର୍ବ ଭାଦ୍ରପଦ ନକ୍ଷତ୍ର ହଉଛି ଗୋଟେ ଏମିତିଆ ନକ୍ଷତ୍ର ଯାହାର ଦେବତା ହଉଛନ୍ତି ଅଜୟ ଏକପଦ। ଅଜୟ ଏକପଦ ମାନେ କିଏ? ଅଜୟ ଏକପଦ ହଉଛନ୍ତି ମହାଦେବଙ୍କର ଗୋଟେ ଅ, ଇଏ ଯିଏ କି ବହୁତ ହିଁ କ୍ରୂର। ଆଉ ପୂର୍ବ ଭାଦ୍ରପଦ ନକ୍ଷତ୍ର ଯୋଉମାନେ ଜାଣିନାହାନ୍ତି ସେମାନଙ୍କୁ କହି ରଖେ ଯେ ପୂର୍ବ ଭାଦ୍ରପଦ ନକ୍ଷତ୍ରର ସିମ୍ବଲ ହଉଛି ସୋଡ ମାନେ ଖଣ୍ଡା। ତାର ପ୍ଲାନେଟ ହଉଛନ୍ତି ଜୁପିଟର ନିଜେ। ଏବଂ ସବୁଠୁ ବଡ କଥା ହେଲା ପୂର୍ବ ଭାଦ୍ରପଦ ନକ୍ଷତ୍ର ଆପଣଙ୍କର ଗୁଣ ହଉଛି ରଜସ୍। ଆଉ ତାର ଆନିମଲ ରିପ୍ରେଜେଣ୍ଟ କରୁଛି ମେଲ୍ ଲାୟନ। ଠିକ ଅଛି ନା, ମେଲ୍ ଲାୟନ। ଏବଂ ତାର ଅକ୍ଷର ରିପ୍ରେଜେଣ୍ଟ କରୁଛି ସେ, ସୋ, ଦେ, ଦା, ଦି। ଠିକ ଅଛି। ଏବଂ ପାଣି, ୱାଟର ଏଲିମେଣ୍ଟ ହଉଛି ପଞ୍ଚ 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 ମହାଭୂତରୁ ପୂର୍ବ ଭାଦ୍ରପଦର ନକ୍ଷତ୍ର ହଉଛି ଆକାଶ ଏଲିମେଣ୍ଟ କୁ ଶୋ କରୁଛି। ମୁଁ ଏଗୁଡା ସବୁ କାହିଁ କହିଲି ନା, ପୂର୍ବ ଭାଦ୍ରପଦର ନକ୍ଷତ୍ର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ମୁଁ ଏଗୁଡାକୁ ଆଲୋଚନା କରୁଛି। ଆପଣ ମାନେ ଆଉଥରେ ମନ ଦେଇକି ଧ୍ୟାନ ଦେଇକି ଶୁଣନ୍ତୁ। ପୂର୍ବ ଭାଦ୍ର ନକ୍ଷତ୍ରର ଡେଇଟି ହଉଛନ୍ତି ଅଜୟ ଏକପଦ। ଅଜୟ ଏକପଦ ହଉଛନ୍ତି ମହାଦେବଙ୍କର ଗୋଟେ ଉଗ୍ର ରୂପ। ସିମ୍ବଲ ହଉଛି ସୋଡ। ପ୍ଲାନେଟ ହଉଛନ୍ତି ଜୁପିଟର। ପୁରୁଷାର୍ଥ ହଉଛି ଅର୍ଥ। ଠିକ ଅଛି। ଆଉ
ବ୍ରାହ୍ମଣ ବର୍ଣ୍ଣକୁ ଶୋ କରେ ପୂର୍ବ ଭାଦ୍ରପଦ ନକ୍ଷତ୍ର। ଏଲିମେଣ୍ଟ ହଉଛି ପୂର୍ବ ଭାଦ୍ରପଦ ନକ୍ଷତ୍ର ଆକାଶ। ତ୍ରିମୂର୍ତ୍ତିଙ୍କ ଭିତରେ ବ୍ରହ୍ମା। ପ୍ରାଣୀ ମାନଙ୍କ ଭିତରେ ମେଲ୍ ସିଂହ। ଏବଂ ଷ୍ଟାର୍ଟିଂ ୱାର୍ଡ ସ ସା ଦେ ଦୋ। ଠିକ ଅଛି। ଏବେ ଆମେ ବୁଝି ଚାଲିବା ସେଦିନର। ମୁଁ ଆପଣଙ୍କୁ କୁଣ୍ଡଲିଟା ଅଲରେଡି ଡାକି ଦେଇଛି ଯେ କିଏ କୋଉଠି ଅଛନ୍ତି। ଶନିଶ୍ଚର ମହାରାଜ ମୀନ ରାଶିରେ ଅଛନ୍ତି। ଶନିଶ୍ଚର ମହାରାଜ ହଉଛନ୍ତି ବହୁତ ସ୍ଲୋର କାରକ ଏବଂ କୋଲ୍ଡ ର କାରକ। ଏବଂ ସେ ମୀନ ରାଶି ମାନେ ଜଳଜ ରାଶିରେ ରହିଲେ। ଆପଣ ମାନେ ଦେଖୁଛନ୍ତି ଲଘୁଚାପ ଉପରେ ଲଘୁଚାପ, ଲଘୁଚାପ ଉପରେ ଲଘୁଚାପ, ଲଘୁଚାପ ଉପରେ ବାତ୍ୟା, ବାତ୍ୟା ଉପରେ ଲଘୁଚାପ ଆସୁଛି। ହୁଇଚ୍ ମିନ୍ସ ଏହି ପିରିୟଡ ଭିତରେ ଯେମିତି ହେଲେ ସାଇକ୍ଲୋନ ଆସିବା କଥା ଥୟ। ସେଇଟା ବି ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ଲାଲ ନିନା ନାମରେ ଗୋଟେ ପ୍ରେଡିକ୍ଟ କରିଛି କି ଓଡିଶାକୁ ହିଟ୍ କରିପାରେ। ଆମେ ବି କହିବା କରିପାରେ। ବର୍ତ୍ତମାନ ଆପଣ ମାନେ ଦେଖନ୍ତୁ ଯେ ଉତ୍ତର ଦିଗରେ ଜୁପିଟର ପ୍ରବେଶ କରିଯିବ 18 ଅକ୍ଟୋବର ପରେ। ତ ବର୍ତ୍ତମାନର ଷ୍ଟେଜରେ ଆପଣ ନର୍ଥ ଇଣ୍ଡିଆ ଦେଖନ୍ତୁ କୋଉ ଭଳି ଭାବରେ ଆସିଛି ଜଳ। ପ୍ରାକୃତିକ ବିପତ୍ତି ଜଳ ଆକାରରେ ଆସିବ। ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ଏଇଟା ହବ ଜଳ ବହୁଳେ ସୃଷ୍ଟି ନାଶ। ଯାହାକୁ କିନ୍ତୁ ପାଣି ଅଧିକା ଆସିବ। ଲଘୁଚାପ ଉପରେ ଲଘୁଚାପ ହବ। ପାଣି ଜନିତ ଉତ୍କଟ ସମସ୍ୟା ହବ, କାରଣ ପାଣି ବହୁ ମାତ୍ରାରେ ଆସିବ। ପୁଣି କହି ରଖେ ପୂର୍ବ ଭାଦ୍ରପଦ ନକ୍ଷତ୍ରକୁ ମୁଁ କାହିଁକି ଏତେ ଇମ୍ପୋର୍ଟାନ୍ସ ଦଉଛି, କାରଣ ଆପଣ ମାନଙ୍କର ଯଦି ମନେ ଥିବ ଏ ବର୍ଷର ସମ୍ପୂର୍ଣ୍ଣ ରାହୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଏଣ୍ଟ୍ରି କରିଥିଲା ଠିକ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ। 7/9/2025 ରବିବାର ଦିନ ଯେତେବେଳେ ଚନ୍ଦ୍ର ଗ୍ରହଣ ଟଚ୍ କଲା, ସେତେବେଳେ ଆମର ପୂର୍ବ ଭାଦ୍ରପଦ ନକ୍ଷତ୍ର ଚାଲୁଥିଲା। ତେଣୁ ସେ ନକ୍ଷତ୍ର ବର୍ତ୍ତମାନ କଣ ହେଇଛି ନା ଦୂଷିତ ହେଇଯାଇଛି। କେତେ ଦିନ ପାଇଁ ଦୂଷିତ ରହିବ? କିଛି କିଛି ବୁକ୍ସ ରେ ଲେଖେ ଯେ ସେ ନକ୍ଷତ୍ରଟା 6 ମାସ ପାଇଁ ଦୂଷିତ ରହେ। କିଛି କିଛି ବୁକ୍ସ ରେ, ମୁହୂର୍ତ୍ତ ବୁକ୍ସ ରେ ଲେଖେ ଯେ ସେ ନକ୍ଷତ୍ରଟା 3 ମାସ ପାଇଁ ଦୂଷିତ ରହେ। କିଛି କିଛି ବୁକ୍ସ ରେ ଲେଖିଛି 1 ମାସ ପାଇଁ ଦୂଷିତ ରହେ। ମୁଁ ସେ ବିଷୟରେ କୌଣସି ଟୀକା ଟିପ୍ପଣୀ ଦେବାକୁ ଚାହୁଁନି। କିନ୍ତୁ ମୁଁ ଏଇ ଯୋଉ ପିରିୟଡ ଟା ଡାକିଲି ଯେ 3 ଅକ୍ଟୋବର ରୁ 20 ଜାନୁଆରୀ ଭିତରେ, ଏଇ ଯୋଉ ପୂର୍ବ ଭାଦ୍ରପଦ ନକ୍ଷତ୍ର ଯୋଉଟା ଦୂଷିତ ହେଇଗଲା ସମ୍ପୂର୍ଣ୍ଣ ରାହୁଗ୍ରସ୍ତ ଚନ୍ଦ୍ର ଗ୍ରହଣରେ, ଆପଣ ଯଦି 3 ଅକ୍ଟୋବର ମୁନ ର ବି ଦେଖିବେ, ସିଏ ଶତଭିସା ନକ୍ଷତ୍ରରେ ବସିଛି। ଚନ୍ଦ୍ର ଶତଭିସା ନକ୍ଷତ୍ରରେ ମୀନ ରାଶିରେ ହିଁ ଗୋଚର। ମୀନ ରାଶି କୁମ୍ଭ ରାଶିରେ ଗୋଚର କରୁଛି, ସରି, କୁମ୍ଭ ରାଶିରେ ଗୋଚର କରୁଛି। ତ ଏଇଥିରୁ ଆପଣ ବୁଝିପାରନ୍ତି ଯେ କଣଟା ଡିମେରିଟ୍ସ ଅଛି। ପଏଣ୍ଟ ନମ୍ବର 1, ଯୋଉ ନକ୍ଷତ୍ରରେ ଲାଗିଥିଲା ସମ୍ପୂର୍ଣ୍ଣ ରାହୁଗ୍ରସ୍ତ ଚନ୍ଦ୍ର ଗ୍ରହଣ, ସେଇ ନକ୍ଷତ୍ରରେ ଶନିଶ୍ଚର ମହାରାଜ, ଯିଏକି କାଳ ପୁରୁଷର ଦୁଃଖ ଦୈନ୍ୟର ପୀଡା ଏବଂ ନ୍ୟାୟର ଦେବତା, ସର୍ବୋପରି ନ୍ୟାୟର ଦେବତା, ସିଏ ବର୍ତ୍ତମାନ ଏଣ୍ଟ୍ରି କରିଗଲେ ପୂର୍ବ ଭାଦ୍ରପଦ ନକ୍ଷତ୍ରକୁ, ଯାହାକି ସମ୍ପୂର୍ଣ୍ଣ ରାହୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଦ୍ଵାରା ଦୂଷିତ ହେଇଯାଇଛି। ତାହେଲେ ଏବେ କଣ ହବ? ସର୍ବପ୍ରଥମେ ହବ ଯେ ଜଳର ସମସ୍ୟା। କନଫ୍ଲିକ୍ଟର କାରକ ମଙ୍ଗଳ ଦେବ କାଳପୁରୁଷ କୁଣ୍ଡଳୀରେ ସପ୍ତମ ଘରେ ବସି ରାହୁ, ମାନେ ସପ୍ତମ ଘରେ ବସିଲେ, ଯାହାଙ୍କର ତ୍ରିକୋଣରେ ରାହୁ ମହାରାଜ ରହିଲେ। ଠିକ ଅଛି। ଏବଂ ଜୁପିଟର ମହାରାଜ ରହିଲେ ତ୍ରିକୋଣରେ। ତେଣୁ ରାହୁ ମହାରାଜ ମର୍କ୍ୟୁରୀ କମ୍ବିନେସନ ଟା ଏମିତି ବନୁଛି, ମର୍କ୍ୟୁରୀ ମାର୍ସ ମୁନ ରାହୁ ଜୁପିଟର। ତେଣୁ ଦିଟା ଏଠି ଡେଞ୍ଜରସ୍ ପ୍ଲାନେଟ ଆଡ ହେଇଗଲେ, ମର୍କ୍ୟୁରୀ ମାର୍ସ ରାହୁ ମୁନ ଜୁପିଟର। ମର୍କ୍ୟୁରୀ ମାନେ କଣ ନା ମଜା ମଜାରୁ ଯୁଦ୍ଧ ଆରମ୍ଭ ହେଇଯିବ। ମ୍ୟାକ୍ସିମମ୍ କନଫ୍ଲିକ୍ଟ ବଢିବ। କୋଉ କାରଣକୁ ନେଇକି? ନା ଧର୍ମକୁ ନେଇକି, ସମ୍ପ୍ରଦାୟକୁ ନେଇକି ସାମ୍ପ୍ରଦାୟଗତ ଦଙ୍ଗା ହବାର ସମ୍ଭାବନା ଅଛି, ଯାହା ଆପଣ ମାନେ ଦେଖୁଛନ୍ତି ଟିକେ ଟିକେ ୟୁପି ରେ ଷ୍ଟାର୍ଟ ହେଇଥିଲା, ସେଇଟା ଏବେ
ଆପଣ ଆପେ ଓଡିଶାରେ ଦେଖିଥିବେ କଳିଙ୍ଗ ହସ୍ପିଟାଲକୁ ନେଇକି ଗୋଟେ କେସ୍ ହେଲା। ଇମୋସନକୁ ନେଇକି, ସମ୍ପ୍ରଦାୟକୁ ନେଇକି ଧର୍ମ ଯୁଦ୍ଧ ଟାଇପ ର ସିଷ୍ଟମ ହବ। ପଏଣ୍ଟ ନମ୍ବର ଟୁ ପ୍ରେଡିକ୍ସନ ଗଲା। ଏଇ ସମୟଟା ଏମିତିଆ ଗୋଟେ ଖରାପ ସମୟ ଯେ ଗଭର୍ଣମେଣ୍ଟ ଉପରେ ଲାଞ୍ଛନା ଲାଗିବା କଥା ଲାଗିବ, କାରଣ ଶନିଶ୍ଚର ମହାରାଜ ପରାଶରୀରେ ବକ୍ରି ହେଇଗଲା ମାନେ ଶନିଶ୍ଚର ମହାରାଜ ମାନେ ତାଙ୍କ ପାଖରେ ଚେଷ୍ଟା ବଳ ବହୁତ ମାତ୍ରାରେ ଆସିଗଲା, 3 ଗୁଣ ଚେଷ୍ଟା ବଳ ଆସିଗଲା। ଏବେ ଶନିଶ୍ଚର ମହାରାଜ ତୃତୀୟ ଦୃଷ୍ଟିରେ ଦେଖିଲେ ଦୁଇକୁ, ସେଟା ହଉଛି ଦୁଇ ହଉଛି ଭାରତର ଲଗ୍ନ। ଯଦିଓ ଭାରତର ଲଗ୍ନ ବୃଷଭ ଲଗ୍ନ, ଶନିଶ୍ଚର ମହାରାଜ ଯେତେବେଳେ ଲଗ୍ନକୁ ଦେଖିବେ, ହେଇପାରନ୍ତି ସେ ଯୋଗକାରକ ଗ୍ରହ ହେଇପାରନ୍ତି, କିନ୍ତୁ ଲଗ୍ନକୁ କିଛି ମାତ୍ରାରେ ପୀଡା ଆଉ ନ୍ୟାୟିକ ପ୍ରକ୍ରିୟା ଭିତରେ ଗତି କରିବାକୁ ପଡିବ। ତାହେଲେ କଣ କଣ ହବାର ସମ୍ଭାବନା ଅଛି? ନା ଗଭର୍ଣମେଣ୍ଟ ଏଗେନଷ୍ଟରେ କିଛି ନା କିଛି ପ୍ରୋପାଗାଣ୍ଡା ସେଟ୍ ହେଇ ତାପରେ ୱାର୍କ ଚାଲିବ, ଏବଂ ଲୋକମାନେ ଯୋଉମାନେ ନାସ୍ତିକବାଦୀ ସେଇମାନେ ସବୁ ବାହାରିବେ ଗଭର୍ଣମେଣ୍ଟ ଏଗେନଷ୍ଟରେ। ଇଏ ଗଲା ଗୋଟେ ନେକ୍ସଟ ର ପ୍ରେଡିକ୍ସନ ର କଥା। ଆଉ କଣ ହବ ନା ପୁନରାୟ ଭାରତ ପାକିସ୍ତାନ ହୁଏତ ହେଇପାରେ କନଫ୍ଲିକ୍ଟରେ ଏଣ୍ଟ୍ରି କରିପାରନ୍ତି। ମୁଁ ଏଠି କିଛି ଅଫିସିଆଲ ଷ୍ଟେଟମେଣ୍ଟ ଦେବାକୁ ଚାହୁଁନି, ବଟ୍ ଦେयर ଇଜ ଏ ସମ୍ଭାବନା, ପସିବିଲିଟି ଯେ ଅଛି ଯେ ପୁଣି ଥରେ କନଫ୍ଲିକ୍ଟ ଏଇ ପିରିୟଡ ଯୋଉ କହିଲି 3 ଅକ୍ଟୋବର 2025 ରୁ 20 ଜାନୁଆରୀ ଭିତରେ ମେ ବି ହେଇପାରେ। ଆଉ ୟାର ପସିବିଲିଟିଜ ବଢିଯିବ ସେତିକି ବେଳେ ଯେତେବେଳେ ପୁରା ଶନିଶ୍ଚର ମହାରାଜ ଆଉ ସୂର୍ଯ୍ୟ ମହାରାଜ ପୁରା ପୁରି 6 ବାରର ଆକ୍ସିସ ରେ ବସୁଛନ୍ତି। କାଳପୁରୁଷ କୁଣ୍ଡଳୀର 6 ବାରର ଆକ୍ସିସ କଣ? ନା ରୋଗ ଋଣ ରୋଗ ଋଣ ଶତ୍ରୁ, ଜେଲ ଯାତ୍ରା, ବିଦେଶ ଯାତ୍ରା, ମୁକ୍ତି, ଏଇ ସବୁ ଜିନିଷ ହଉଛି। କିନ୍ତୁ 18 ଅକ୍ଟୋବର ପରେ ଆପଣ ଜାଣିବେ ଯେ ଜୁପିଟର ମହାରାଜ ପଳଉଛନ୍ତି ତାଙ୍କ ଉଚ୍ଚ ସ୍ଥାନକୁ। କୋଉ ରାଶିକୁ ଏଣ୍ଟ୍ରି କରିବେ? ନା କର୍କଟ ରାଶିକୁ ଏଣ୍ଟ୍ରି କରିବେ। ଜୁପିଟର ମହାରାଜ ଯେତେବେଳେ କର୍କଟ ରାଶିକୁ ଏଣ୍ଟ୍ରି କରିବେ, ସେତେବେଳେ ସିଏ ତାଙ୍କ ନବମ ଦୃଷ୍ଟିରେ ଶନିଶ୍ଚର ମହାରାଜଙ୍କୁ ଦେଖିବେ। ଏବଂ ବୃଷଭ ଲଗ୍ନ ପାଇଁ ଜୁପିଟର ମହାରାଜ କେତେ ମାତ୍ରାରେ ଫଙ୍କସନାଲ ମ୍ୟାଲିଫିକ ସେଟା ମୁଁ କହିପାରିବିନି। ସଡନ ଆଉଟ ଅଫ୍ ନଥିଙ୍ଗ ବହୁତ କିଛି ଜିନିଷ ଚେଞ୍ଜେସ ହବ। ଇଣ୍ଡିଆର ଡେମୋଗ୍ରାଫି ଚେଞ୍ଜ ହବାର ସମ୍ଭାବନା ମଧ୍ୟ ରହିଛି। ଏହି ପିରିୟଡ ମଧ୍ୟରେ ମଧ୍ୟ ବହୁ ପ୍ରକାର ଫାଇନାନ୍ସିଆଲ କ୍ରାଇସିସ୍ ଦେଶକୁ ଆସିବାର ସମ୍ଭାବନା ରହିଛି, ଯୋଉଟା କି ପର ମୁହୂର୍ତ୍ତରେ ଯାଇ ରିକଭର ହେଇଯିବ, ବଟ୍ କିଛି ନା କିଛି ଫାଇନାନ୍ସିଆଲ କ୍ରାଇସିସ୍ ଆସିବ। ଦର ବଢିପାରେ। ହଁ, ଦର ବଢିପାରେ, ହେଲା କି? ଶୁକ୍ର ଏବଂ ଶୁକ୍ର ହଁ, ଦର ବଢିପାରେ, ଏବଂ ମୋଷ୍ଟ ଇମ୍ପୋର୍ଟାଣ୍ଟଲି ମେଡିସିନାଲ ଏବଂ ମଦ, ଯୋଉଟା ସବୁ କେମିକାଲ୍ସ ଅଛି, କେମିକାଲ୍ସ ରିଲେଟେଡ କିଛି ନୂଆ ଲ ବି ଆସିପାରେ। ଏଇଟା ବି ଆପଣ ମାନେ ମୁଣ୍ଡରେ ରଖନ୍ତୁ, କେମିକାଲ୍ସ ରିଲେଟେଡ କିଛି ନୂଆ ଲ ଆସିପାରେ। ଆଉ ଅ, ମଦର ବହୁଳତା ବଢିପାରେ ସମାଜରେ, ଯୋଉଟା କି ଚାଲିଛି, ଆହୁରି ବଢିବ। ଗଭର୍ଣମେଣ୍ଟ ତାକୁ ପ୍ରୋତ୍ସାହନ ଦବ, ବଢି ଚାଲିବ। ପ୍ରୋତ୍ସାହନ ଇନ ଦାଟ କଣ୍ଟେକ୍ସ ଭାଇ, ଏଇଟା ତ ଲ ଅଛି, ଲିକର ଲ, ସିଏ ତ ବଢଉଛି। ଏପଟେ ଆମେ ମଦ ଦୋକାନ ଖୋଲିବା, ଲୋକଙ୍କୁ କହିବା, ସେପଟେ ବୁଝେଇବା ପିଅ ପିଅନି, ଏ ଟାଇପର ସିଷ୍ଟମ ହବ। ତାପରେ କଣ ନା ସେ ଟାଇମରେ ରାହୁ ମହାରାଜ, ମଙ୍ଗଳ ମହାରାଜ ପ୍ରତ୍ୟେକରୁ ତ୍ରିକୋଣରେ ଆସୁଛନ୍ତି, ଯୋଉଟା କି ଟୋଟାଲ ଉପରେ ଯଦି ଗୋଟେ ସ୍ମଲ କନଫ୍ଲିକ୍ଟ କାହାର ହେଲା, ସେଟା ସେ ସ୍ମଲ ଆକାରରେ ରହିବ ନାହିଁ, ସେଟା ଏକ୍ସପାଣ୍ଡ କରିବ ବହୁତ ଦିନ ପର୍ଯ୍ୟନ୍ତ। ଠିକ ଅଛି। ଓଭରଅଲ କହିବାକୁ ଗଲେ ଯୋଉ 3 ଅକ୍ଟୋବରରୁ ଜାନୁଆରୀ 20 ଯୋଉ ଯେତିକି ଯୋଉ ପିରିୟଡ ଟା ଅଛି ଭାରତ ପାଇଁ ଭଲ ନାହିଁ। ଓଡିଶା ପାଇଁ କଣ ଅଛି? ନା ଓଡିଶାର କୁଣ୍ଡଲି ଆପଣ ଯଦି ଦେଖିବାକୁ ଯିବେ, ଓଡିଶାର ହଉଛି ଧନୁ ଲଗ୍ନ ଆଉ କର୍କଟ ରାଶି। ଠିକ ଅଛି ନା? ଧନୁ ଲଗ୍ନରେ
12 ନମ୍ବର ଘର ହଉଛି 4th ହାଉସ। ଠିକ ଅଛି, ଯୋଉଠି ଶନିଶ୍ଚର ମହାରାଜ ବସିଛନ୍ତି। ଓଡିଶାରେ ମଧ୍ୟ କିଛି ପ୍ରୋବ୍ଲେମ ରିଲେଟେଡ ଟୁ ହୋମ ଡିପାର୍ଟମେଣ୍ଟ ଆସିବ, ବା ଆଭ୍ୟନ୍ତରୀଣ କିଛି ମତଭେଦ ଗଭର୍ଣ୍ଣମେଣ୍ଟରେ ହେବ ହିଁ ହେବ, ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଆଉ ଯୋଉଟା ଏବେ ବି ଚାଲିଥାଇପାରେ, ବଟ୍ ବାହାରକୁ ଜଣା ପଡିବ ସେ ପିରିୟଡରେ ପକ୍କା। ଏବଂ ଆଉ କଣ ହବ ନା, ଧନୁ ଲଗ୍ନର ଅ, ଲଗ୍ନ ଲର୍ଡ ଯେତେବେଳେ ନିଜର କୁଣ୍ଡଳୀରୁ ଅଷ୍ଟମ ସ୍ଥାନକୁ ଗତି କରୁଛନ୍ତି ଏବଂ ମୁନ ଦେଇ ପାସ୍ କରିବେ, ଓଡ଼ିଶାର ବିକାଶ, ଓଡ଼ିଶାର ଡେଭଲପମେଣ୍ଟ, ଓଡ଼ିଶାର ଫରେନ୍ ଫଣ୍ଡିଂ, ଓଡ଼ିଶାର ନ୍ୟୁ ଟେକ୍ନୋଲୋଜି ରିଲେଟେଡ ଟୁ ରିସର୍ଚ୍ଚ, ଓଡ଼ିଶାର ମୋଷ୍ଟ ସେଣ୍ଟର ଆଫିଲିଏସନ, ଓଡ଼ିଶା ପାଇଁ ଏଟା ସୁବର୍ଣ୍ଣମୟ ପିରିୟଡ। ଓଡ଼ିଶାର ବହୁତ କିଛି ଆମାଉଣ୍ଟର ଇନଭେଷ୍ଟ ହବ, ଓଡ଼ିଶାର ରାସ୍ତାଘାଟ ନିର୍ମାଣଠୁ ଆରମ୍ଭ କରି ଓଡ଼ିଶାର କଳେବର 114 ଦିନରେ ଡିସାଇଡ କରିବ। ଆପଣ ମାନେ ଯଦି ନ୍ୟୁଜ ଦେଖିବେ, ଆପଣ ଧୀରେ ଧୀରେ ପଢିବେ ଯେ କେତେ ସାଂସନ ମିଳିଲା ଓଡ଼ିଶାକୁ ଏ ପିରିୟଡରେ। ତେଣୁ ଚୋରି ବଢିବ। ଚୋରି ବଢିପାରେ, ଚୋରି ବଢିପାରେ, କିଏ ମନା କଲା, ଚୋରି ବଢିବ। କିନ୍ତୁ ଯାହା ବି ବଢିବ ସମାଜରେ, ଯାହା ବି ଡିସବାଲାନ୍ସ ହଉନା କାହିଁକି, କିନ୍ତୁ ଡେଭଲପମେଣ୍ଟ ଓଡ଼ିଶାର ଏ ପିରିୟଡରେ ବହୁତ ମାତ୍ରାରେ ହବ। ଏବଂ ଆଉ ଗୋଟେ ଜିନିଷ ହବ, ଓଡ଼ିଶାରେ ଫ୍ଲଡ ଆଉ ସାଇକ୍ଲୋନ ଆସିବାର ସମ୍ଭାବନା ରହିଛି। ତ ଇଏ ଥିଲା ଗୋଟେ ନର୍ମାଲ ପ୍ରେଡିକ୍ସନ ଟ୍ରାନଜିଟକୁ ନେଇକି। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।